ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆରବିଏସକେ ଟିମ୍ ଦ୍ୱାରା ହଂସ୍ତୁଳି ଗ୍ରାମର ହରିହର ନାୟକଙ୍କ 11 ବର୍ଷର ପୁଅ ସ୍ମୃତି, ଷଣ୍ଢମୂଳ ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ 6 ବର୍ଷର ଝିଅ ସ୍ନେହା, ଶାଳବଣ ଗ୍ରାମର ସୁଶାନ୍ତ ସ୍ୱାଇଁଙ୍କ 6 ବର୍ଷର ପୁଅ ରାହୁଲ, ଯୋଗିଆଗୁଳା ଗ୍ରାମର ଶିବରାମଙ୍କ 4 ବର୍ଷର ପୁଅ ରୋଶନ ଉଚ୍ଚ ଚିକିତ୍ସା ପାଇଁ ମୁମ୍ବାଇର ଏସଆଇସିସି ହସ୍ପିଟାଲକୁ ପଠାଯାଇଛି। ସୂଚନା ଥାଉ କି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆରବିଏସକେ ଟିମ୍ ଦ୍ୱାରା ସ୍କୁଲ ଓ ଅଙ୍ଗନବାଡି ପରିଦର୍ଶନ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେମାନଙ୍କର ଛାତିରେ ଛିଦ୍ର ଅଛି ଜାଣିବାକୁ ପାଇଥିଲେ। ସେମାନଙ୍କୁ ପ୍ରଥମେ ବ୍ରହ୍ମପୁରର ସିଟି ହସ୍ପିଟାଲରେ ଥିବା ଡିଇଆଇସିକୁ ନେଇଥିଲେ। ସେଠାରେ ଇକୋ କରାଯାଇଥିଲା ଓ ଆଜି ତାଙ୍କୁ ବ୍ରହ୍ମପୁର ଠାରୁ ମୁମ୍ବାଇର ଏସଆଇସିସି ହସ୍ପିଟାଲକୁ ପଠାଯାଇଛି। ସେମାନଙ୍କର ସମସ୍ତ ଖର୍ଚ୍ଚ ସମ୍ପୂର୍ଣ୍ଣ ମାଗଣା ବୋଲି ଆୟୁଷ ଡକ୍ଟର ଜୟଦେବ ନାୟକ କହିଛନ୍ତି। ବେଗୁନିଆପଡ଼ାରୁ ବାପିନ ମାଲୁଙ୍କ ରିପୋର୍ଟ, ନ୍ୟୁଜ 16 ଓଡ଼ିଶା। ମୁଁ ଡକ୍ଟର ଜୟଦେବ ନାୟକ, ଆୟୁଷ ଡକ୍ଟର ଆରବିଏସକେ ସିଏସି କୋଦଳା। ଆମର ଆରବିଏସକେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ଆମର କୋଦଳାରୁ 4 ଜଣ ମୁମ୍ବାଇ ହସ୍ପିଟାଲ ଏସଆରସିସି ମୁମ୍ବାଇ ପେଡି ହସ୍ପିଟାଲକୁ ଆମର ହାର୍ଟ କେସ୍ ଯିବେ, ଅପରେସନ ହେବେ। ସେମାନଙ୍କର ସମସ୍ତ ଅପରେସନ ମାଗଣାରେ ହେବ। ଏଠୁ ଆମର 2ଟା ଗାଡ଼ି ଯୋଗେ ଆମର ବ୍ରହ୍ମପୁର ଯିବେ। ବ୍ରହ୍ମପୁର ଆମର 4 ଜଣ ଡକ୍ଟର ଯିବେ ସେମାନଙ୍କ ସାଙ୍ଗରେ, ଆଉ ମୁମ୍ବାଇରେ ସେମାନଙ୍କର ଟ୍ରେନ୍ ଯୋଗେ ଯିବେ। ଗଲା ପରେ ସେଠି ତାଙ୍କର ସମସ୍ତଙ୍କର ଅପରେସନ ହେବ। ଆଉ ସେମାନଙ୍କର ଅପରେସନ ଯିବା ଆସିବା ସବୁ ଖାଇବା ଖର୍ଚ୍ଚ ସରକାର ବହନ କରିବେ।